ଆଜିର କାହାଣୀ ଭଜା ଅବା ଛଣା ମଣ୍ଡା ପିଠା। ଓଡ଼ିଶାରେ ମଣ୍ଡା ପିଠା ତିଆରି ହୋଇଥାଏ ବିଭିନ୍ନ ପୂଜା ପୁନେଇ ଦିନରେ। ଆଉ ମଣ୍ଡା ଆସିଛି ମାଣ୍ଡେଇବା ଶବ୍ଦରୁ, ଯାହାର ଅର୍ଥ ହେଉଛି ଢାଳିବା। ଯେହେତୁ ଚାଉଳ ଗୁଣ୍ଡକୁ ଗରମ ପାଣିରେ ଢଳା ହୋଇଥାଏ ମଣ୍ଡା ପିଠାର ଯନ୍ତଣୀ ତିଆରି କରିବା ପାଇଁ। ପ୍ରାୟତଃ ଆମେ ମଣ୍ଡା ପିଠା କହିଲେ ସିଝା ମଣ୍ଡାକୁ ବୁଝିଥାଉ, ଆଉ ଛଣା ମଣ୍ଡା କହିଲେ ଲୋକେ ସୁଜିରେ ତିଆରି ମଣ୍ଡାକୁ ବୁଝିଥାନ୍ତି। ଆଗକାଳରେ ଯେତେବେଳେ ସୁଜି ନଥିଲା, ସେତେବେଳେ ଚାଉଳରେ ତିଆରି ଛଣା ମଣ୍ଡା ତିଆରି ହେଉଥିଲା, ଯେଉଁଟାକି ଆଜିକାଲି ଧୀରେ ଧୀରେ ତିଆରି ହେବା ବହୁତ କମିଗଲାଣି। ଆଉ ସେ ଗରମ ଗରମ ଛଣା ମଣ୍ଡା ଖାଇବାର ମଜା କିଛି ଅଲଗା। ବାହାରୁ କୁଡ଼କୁଡ଼ିଆ ଆଉ ଭିତରୁ ନଡ଼ିଆ ଗୁଡ଼ର ମୁସମୁସିଆ ପୁର। ପିଠା ଖାଲି ଆମର ପ୍ରିୟ ନୁହେଁ, ଆମର ମହାପ୍ରଭୁ ଜଗନ୍ନାଥ, ଯାହାଙ୍କୁ ବଡ଼ଖିଆ ବି କୁହାଯାଏ, ତାଙ୍କୁ ବି ପିଠାପଣା ଭାରି ପ୍ରିୟ। ଆଉ ସେଥିଲାଗି ପୁରୀ ମନ୍ଦିରରେ ତାଙ୍କ ପାଖରେ ବିଭିନ୍ନ ପ୍ରକାରର ପିଠା ଭୋଗ ଲାଗି ହୁଏ। ଆଜିର କାହାଣୀ ଏଇଠି ଶେଷ କରୁଛି। ପୁଣି ଦେଖା ହେବ ଗୋଟେ ନୂଆ ସୁଆଦିଆ କାହାଣୀ ସାଙ୍ଗରେ।